ସ୍ୱାଧୀନତା ଦିବସ ପାଳିତ। ଆଜି ଦେଶ ପାଳନ କରୁଛି 78ତମ ସ୍ୱାଧୀନତା ଦିବସ। ଚାରିଆଡ଼େ ଉତ୍ସବ ମୁଖର। ଫରଫର ହୋଇ ଉଡ଼ୁଛି ତିରଙ୍ଗା, ହର୍ ଘର ତିରଙ୍ଗା। ବିଦେଶୀ ଶାସନରୁ ମୁକ୍ତ ହୋଇ ସମୃଦ୍ଧ ଗଣତନ୍ତ୍ରରେ ପରିଣତ ହୋଇଛି ଦେଶ। ସଗର୍ବେ ବିଶ୍ୱରେ ଜୟଯାତ୍ରା ଜାରି। ସ୍ୱାଧୀନତା ଦିବସ ପାଇଁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ତେନ୍ତୁଳି ପଥରେ ଥିବା ରାମକୃଷ୍ଣ ଶିକ୍ଷାନୁଷ୍ଠାନରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି। ଏହି 78ତମ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ କୃତିବାସପୁର ସମବାୟ ସମିତିର ସଭାପତି ତଥା ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ସିଦ୍ଧେଶ୍ୱର ସାହୁ ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ରାମକୃଷ୍ଣ ଶିକ୍ଷାନୁଷ୍ଠାନ ଓ ଶ୍ରୀରାମଦେବ ସେକେଣ୍ଡାରୀ ସ୍କୁଲର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପ୍ରଧାନ, ପ୍ରିନ୍ସିପାଲ ଗୋବିନ୍ଦ ଚନ୍ଦ୍ର ନାୟକ, ପୂଜା ପ୍ରଧାନ ଓ ସମସ୍ତ ଷ୍ଟାଫ୍ ସହଯୋଗ କରିଥିଲେ ଏବଂ ବହୁ ଅଭିଭାବକ ଯୋଗ ଦେଇଥିଲେ। ପରିଶେଷରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। କିଶନନଗର ବ୍ଲକରୁ ସୁଭାଷ ନାୟକଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି। ସେମାନଙ୍କର ଯେଉଁ ବଳିଦାନ ଦିବସ ପାଇଁ ଆମେ ସମସ୍ତେ ତାଙ୍କୁ ମନେ ପକାଇବା ଲାଗି ଆଜି ଏହି ଦିବସ ଆମେ ପାଳନ କରୁଛୁ।